ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହେଲା। ତ ଆପଣମାନଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଥରେ ନଜର ପକାଇବା ପାଇଁ କହିବେ। ହଁ ଆଜ୍ଞା, ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ପାଇଁ ଏବେ ସରକାରଙ୍କ ତରଫରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା। କ'ଣ ରହିଛି ଏ ଗୁରୁତ୍ୱପୂର୍ଣ୍ଣ ସୂଚନା? ହିତାଧିକାରୀମାନେ କାହିଁକି ଜାଣିବା ଆବଶ୍ୟକତା ରହିଛି? ଯେଉଁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ସେଲ୍ଫ ସର୍ଭେ କିମ୍ବା ଆସୋସିଏଟ୍ ସର୍ଭେ କରିଥିଲେ, ଅର୍ଥାତ୍ ଆବେଦନ କରିଥିଲେ, ତ ସେମାନଙ୍କର ନାମ ଯଦି ଲିଷ୍ଟରେ ରହିଛି ତ ସେମାନଙ୍କ ପାଇଁ ଏହି 5ଟି ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଘର ପାଇବା ପାଇଁ ଯାଉଛନ୍ତି, ଏହି ସୂଚନା ଗୁଡ଼ିକ ବିଷୟରେ ଆପଣମାନେ ଅବଗତ ହେଲେ ଆଗକୁ ଯେଉଁ ଆପଣମାନେ ଘର ପାଇବା ପାଇଁ ଯାଉଛନ୍ତି ସେଥିରେ କୌଣସି ଅସୁବିଧା ହେବ ନାହିଁ। ବିନା ଅସୁବିଧାରେ ଆପଣମାନେ ଘର ପାଇପାରିବେ। ଆପଣମାନଙ୍କର ଯେଉଁ ୱାର୍କ ଅର୍ଡ଼ର ରହିଛି, ୱାର୍କ ଅର୍ଡ଼ର ଯେଉଁ ଟଙ୍କା ଗୁଡ଼ିକ ଆପଣମାନେ ବିନା କୌଣସି ଅସୁବିଧାରେ ଆପଣମାନଙ୍କର ବ୍ୟାଙ୍କ ଖାତାରେ ପାଇପାରିବେ। ବର୍ତ୍ତମାନ ଆବାସ ଘର ହିତାଧିକାରୀମାନଙ୍କ ପାଇଁ ଯେଉଁ 5ଟି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି, ଏହି 5ଟି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାଣିବାକୁ ହେଲେ ଆପଣମାନେ ବିନା ସ୍କିପ୍ରେ ଭିଡ଼ିଓଟିକୁ ଦେଖିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଛୋଟ ଅନୁରୋଧଟିଏ କରିବି। ଯଦି ଆପଣମାନେ ପ୍ରଥମ କରି ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହିଁବି ଯେ ପୂର୍ବରୁ ଆପଣମାନେ ଉଣା ଅଧିକ ଏ ସୂଚନା ବିଷୟରେ ଜାଣିଥିବେ। ବର୍ତ୍ତମାନ ପଞ୍ଚାୟତରେ ଏକ ଡ୍ରାଫ୍ଟ ଲିଷ୍ଟ ପ୍ରକାଶିତ ହୋଇଛି। ଏହି ଡ୍ରାଫ୍ଟ ଲିଷ୍ଟରେ ହିତାଧିକାରୀମାନଙ୍କର ନାମ ରହିଛି। କେଉଁ ହିତାଧିକାରୀମାନଙ୍କର ନାମ ରହିଛି? ଗରିବ ହେଉ କି ଧନୀ ହେଉ ସମସ୍ତଙ୍କର ନାମ ଏଥିରେ ରହିଛି। ଅର୍ଥାତ୍ ଅଯୋଗ୍ୟଙ୍କର ନାମ ରହିଛି, ଯୋଗ୍ୟମାନଙ୍କର ମଧ୍ୟ ନାମ ରହିଛି। ଆପଣଙ୍କର ବି ଗୋଟେ ବଡ଼ ପ୍ରଶ୍ନ ରହିଥିବ ଯେ ସମସ୍ତଙ୍କର ନାମ କିପରି ରହିଲା? ଧନୀଙ୍କର ବି ନାମ ରହିଛି, ଗରିବଙ୍କର ବି ନାମ ରହିଛି। ଯେଉଁମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି ସେମାନଙ୍କର ନାମ ରହିଛି, ଯେଉଁମାନେ ଅଯୋଗ୍ୟତା ମାନଦଣ୍ଡରେ ରହିଛନ୍ତି ସେମାନଙ୍କର ମଧ୍ୟ ନାମ ରହିଛି। କାହିଁକି ରହିଲା, କେମିତି ରହିଲା? ଦେଖନ୍ତୁ, ସରକାରଙ୍କ ତରଫରୁ ସେଲ୍ଫ ସର୍ଭେ କରିବା ପାଇଁ ସରକାରଙ୍କ ତରଫରୁ ଏକ ଆପ୍ଲିକେସନ୍ ଲଞ୍ଚ କରାଯାଇଥିଲା, ଯାହାର ନାମ ଥିଲା ଆବାସ ପ୍ଲସ୍। ଏହି ଆବାସ ପ୍ଲସ୍ ମାଧ୍ୟମରେ ସମସ୍ତେ ସର୍ଭେ ପ୍ରକ୍ରିୟା ସମ୍ପାଦନ କରିଛନ୍ତି, ଅର୍ଥାତ୍ ଆବେଦନ ପ୍ରକ୍ରିୟା ସମ୍ପାଦନ କରିଦେଇଛନ୍ତି। ତ ସରକାରଙ୍କ ତରଫରୁ ସେଲ୍ଫ ସର୍ଭେ ଆପ୍ଲିକେସନ୍ ଆସିଲା, ଘରେ ବସିକି ନିଜର ମୋବାଇଲ ମାଧ୍ୟମରେ ସମସ୍ତେ କରିଦେଲେ। ବହୁତ ସହଜ ପ୍ରକ୍ରିୟା ରହିଥିଲା, ସମସ୍ତେ କରିଦେଲେ, ଯାହାଫଳରେ ସମସ୍ତଙ୍କର ନାମ ବର୍ତ୍ତମାନ ଏହି ଡ୍ରାଫ୍ଟ ଲିଷ୍ଟରେ ଚାଲି ଆସିଲା। ଅଯୋଗ୍ୟ ହିତାଧିକାରୀଙ୍କର ନାମ ଚାଲି ଆସିଲା ବଡ଼ କଥା ନୁହଁ, କିନ୍ତୁ ବହୁତ ଯୋଗ୍ୟ ହିତାଧିକାରୀଙ୍କର ନାମ ଏ ଲିଷ୍ଟରେ ଆସିନାହିଁ। ତ ଏମିତି କାହିଁକି ହେଲା? ତ ଆପଣଙ୍କର ବି ପ୍ରଶ୍ନ ରହିଥିବ। ଏହା ପାଇଁ ସରକାର ମଧ୍ୟ ଏକ ଅଭିଯୋଗ ବକ୍ସ ପ୍ରତ୍ୟେକ ପଞ୍ଚାୟତରେ ବସାଇଛନ୍ତି। ଅଭିଯୋଗ ଲୋକ ମଧ୍ୟ କରୁଛନ୍ତି। ତ ଆପଣଙ୍କର ନାମ ନଥିଲେ ଅଭିଯୋଗ କରିବେ। ଯେଉଁମାନେ ଅଯୋଗ୍ୟ ଅଛନ୍ତି ସେମାନଙ୍କର ନାମ ମଧ୍ୟ ଆପଣମାନେ ଅଭିଯୋଗ ବକ୍ସରେ ଦାଖଲ କରିପାରିବେ। କିନ୍ତୁ ବଡ଼ କଥା ହେଲା ବର୍ତ୍ତମାନ ଏହି ଯେଉଁ ଅଭିଯୋଗ ଯେଉଁ ଆପଣମାନେ ଦେଲେ, ଏଇଟା ଆପଣମାନଙ୍କର ବ୍ଲକ ଅଫିସରେ এই ବକ୍ସଟିକୁ ଓପନ୍ ହେବ। ଓପନ୍ ହେଲା ପରେ ଆପଣମାନଙ୍କର ନାଁ ଲିଷ୍ଟରେ ଆସିବ। ସରକାରଙ୍କ ତରଫରୁ ଯାହା ନିଷ୍ପତ୍ତି ଆସିବ ଆପଣମାନେ ଖୁବ୍ ଶୀଘ୍ର ଜାଣିବାକୁ ପାଇବେ। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ତ ସେମାନଙ୍କର ନାମ ରହିଛି, ସେମାନଙ୍କ ପାଇଁ ବର୍ତ୍ତମାନ ସରକାରଙ୍କ ତରଫରୁ କ'ଣ ସୂଚନା ଆସିଛି? ବର୍ତ୍ତମାନ ଏହି ଲିଷ୍ଟରେ ଯେଉଁମାନଙ୍କର ନାମ ରହିଛି, ତ ଯେଉଁମାନେ ଗରିବ ଅଛନ୍ତି ସେମାନଙ୍କର ନାମ ରହିଛି, ଯେଉଁମାନେ ଧନୀ ଅଛନ୍ତି ସେମାନଙ୍କର ନାମ ରହିଛି। ତ ଏଠି ଯେଉଁମାନଙ୍କର ନାମ ଆସିଯାଇଛି ସମସ୍ତେ ଭାବୁଛନ୍ତି ଯେ ଆମକୁ 100% ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ। ଏଇଟା ଆପଣମାନଙ୍କର ଭୁଲ ଧାରଣା। ତ ଆପଣମାନେ এই ভুল ধারণা ভিতরে রুহন্তু ନାହିଁ। ଏ ଲିଷ୍ଟଟା କେବଳ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କର ନାମ ମାତ୍ର। ଫାଇନାଲ ଭେରିଫିକେସନ୍ ଆପଣମାନଙ୍କର ବାକି ରହିଛି, ଏକଥା ମଧ୍ୟ ଆପଣମାନେ ଜାଣି ରଖନ୍ତୁ। ଏହି ଲିଷ୍ଟର ବର୍ତ୍ତମାନ ଯେଉଁମାନଙ୍କର ନାମ ରହିଛି ଭେରିଫିକେସନ୍ ହେବ। ତ ଭେରିଫିକେସନ୍ ହେବ, ଆପଣ ଭାବୁଥିବେ ଯେଉଁମାନଙ୍କର ନାମ ନାହିଁ ସେମାନେ ଅଭିଯୋଗ କରିଥିଲେ, ତ ସେମାନଙ୍କର ସେକେଣ୍ଡ ପର୍ଯ୍ୟାୟରେ ସେମାନଙ୍କର ମଧ୍ୟ ଭେରିଫିକେସନ୍ ହେବ। ବର୍ତ୍ତମାନ ଯେଉଁମାନଙ୍କର ନାମ ଲିଷ୍ଟରେ ରହିଛି ଡ୍ରାଫ୍ଟ ଲିଷ୍ଟରେ, ଘରକୁ ଘର ଅଧିକାରୀମାନେ ଯାଇକି ଭେରିଫିକେସନ୍ କରିବେ। ଭେରିଫିକେସନ୍ କହିଲେ ଆପଣମାନଙ୍କର ଟେକ୍ନିକ୍ ସବୁକିଛି ତଦାରଖ କରିବେ। ଯୋଗ୍ୟତା ମାନଦଣ୍ଡ ଗୁଡ଼ିକ ଭିତରେ ଆପଣମାନେ ଅଛନ୍ତି କି ନାହିଁ ସେଇଟା ଆପଣମାନଙ୍କର ପ୍ରଥମେ ଚେକ୍ କରାଯିବ।
चेक कलापर आपण मानक नाम कौन सी लोक अभियोग करिसंती कि नहीं सेटा मध्य देखा जदि आपण माने योग्यता मानदंड भितर अछंती कौन सी लोक आपणक नाम मिछ अभियोग करिसंती से मिछ अभियोग आपण मानकर खारज हो आपण जानिथिबे कोर्ट रे प्रमाण देखा जाए निर्दोष होगापाई से भाया कथा जदि आपण योग्यता मानदंड भितर अछंती आपण मानकु 100% घर मिल किए आपण मानक ना मिछ अभियोग करदेले आपण मानकर ना कटिଯିବ ନାହିଁ कारण आपण योग्यता मानदंड भितर अछंती। आपणकर भी प्रश्न रही केउ माने घर को घर आसीबे वेरिफिकेशन करिया पई आपण भाबुथिबे आपण मानकर ग्राम पंचायत रो सरपंच किंबा नायब सरपंच ता सहित पीओ मध्य आसी पारंती बोली आपण भाबुचंती किंतु एमानक सहित जो माने जजमेंट करिवे प्रकृत रे ये जड़े योग्य हिताधिकारी तो से माने हेले ब्लॉक अधिकारी माने वेरिफिकेशन पाई 3 जणिया कमिटी ब्लॉक स्तर रे गठन करा जिवो सेही माने प्रत्येक गाँ गाँ बुलिबे जो मानकर नाम रही जो मानकर नाम नाही तो से मानकर अभियोग परे पुणी एक लिस्ट आसीबो से लिस्ट रे पुणी द्वितीय पर्याय रे एही 3 जणिया ब्लॉक स्तरीय कमिटी जो गठन करा जायछि से माने सेमानक पाई पुणी थरे वेरिफिकेशन करिवे। सबुठु गुरुत्वपूर्ण कथा हला जो धनी श्रेणीकर नाम रही जो माने अयोग्यता मानदंड भितर रही सेमानकर नाम जो चली आसी तो आपण माने केही अभियोग कलेनी तो कौन हेबो तो सेही धनी लोकन को घर मिल जिवो ना जो माने अयोग्य मानदंड भितर रही सेमानकर नाम जो रही सेमानकु घर मिल जिवो नाई आज्ञा एबे सरकार तरफ बहुत स्ट्रिक्ट करा जाइछि एबे एआई माध्यम रे सर्वे प्रक्रिया संपादन करा जिवो तो जो ब्लॉक स्तरीय अधिकारी माने जो रही सेमानकु एक एआई ऐप माध्यम रे फोटो वेरिफिकेशन करबा समय अपलोड करा जिवो एआई आपण मानकर आइडेंटिफाई करिवो लाइव लोकेशन आइडेंटिफाई करिवो जे प्रकृत रे आपण माने योग्य कि अयोग्य सबु किछि तदारक एआई माध्यम रे हवा सहित जो माने ब्लॉक अधिकारी माने रही से माने फिजिकली भी आपण मानकु तदारक करिवे टेक्निक भाव रे एबे आपण मानकर योग्यता मानदंड आधार रे प्रत्येक योग्य हिताधिकारी मानकु घर मिलिबो किछि अयोग्य हिताधिकारी माने रही किछि धनी श्रेणीर लोक माने रही हाथ गुंजा अर्थात सरपंच को टंका देले भी आपण माने घर एथर पाइबेनी बीओ भी आपण मानकु घर देई पारिबोनी जदि आपण माने योग्यता मानदंड भितरे नाहंती देखंतु जदि आपण जने योग्य हिताधिकारी आवास घर पाइबा पई आपण माने योग्य अटंती आपण माने कौनसी व्यक्ति को गोटे टंका भी देबे नाही जदि आपण देबे आपण माने हैरान ले पड़िबे।